ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ସ୍କୁଲ ଭିତରେ ଜମିଲା ବର୍ଷା ପାଣି। ପଦାରେ ପଡ଼ିଲା ଶିକ୍ଷା ବିଭାଗର ନଗ୍ନ ଚିତ୍ର। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ 2 ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଙ୍କିଭାଲ ଗାଁର ପ୍ରାଥମିକ ବିଦ୍ୟାଳୟକୁ ଆଣ୍ଠୁଏ ପାଣି ଜମି ରହିଥିବାରୁ ସ୍କୁଲ ଭିତରେ ଲହଡ଼ି ମାରୁଛି। ଫଳରେ ବେହାଲ ହୋଇପଡ଼ିଛି ସ୍କୁଲ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶ୍ରେଣୀ ଥିବାବେଳେ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସ୍କୁଲରେ ଅଛନ୍ତି ମାତ୍ର 2 ଜଣ ଶିକ୍ଷୟିତ୍ରୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ଧରି ବାରମ୍ବାର ନୂତନ ସ୍କୁଲ କୋଠା ନିର୍ମାଣ କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଅଭିଯୋଗ କଲା ସତ୍ତ୍ୱେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ସ୍କୁଲକୁ ପାଣି ପଶିଯିବାରୁ ଗ୍ରାମବାସୀଙ୍କ ସହାୟତାରେ ଆଜି ଗାଁର ଏକ କ୍ଲବ ଘରେ ଛାତ୍ରଛାତ୍ରୀଙ୍କୁ ଏଡିଏମ୍ ଓ ଖାଦ୍ୟ ଦିଆଯାଇଛି। ସ୍କୁଲ କୋଠରୀ ବହୁ ପୁରୁଣା ଓ ଦୁର୍ବଳ ଥିବାରୁ ବର୍ଷାରେ ପାଣି ପଶିଥିବାରୁ ଭାଙ୍ଗିଯିବା ଅବସ୍ଥାରେ ରହିଥିବାରୁ ଭୟଭୀତ ଅବସ୍ଥାରେ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ଅଭିଭାବକ ଭୟଭୀତ ଅବସ୍ଥାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ଓ ବୁଦ୍ଧିଜୀବୀ।